ନମସ୍କାର। ନିଜସ୍ୱ ନିଜ ମତାମତ ସମୀକ୍ଷକ ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ଆଜି ମୁଁ ଏଇଟିକୁ ଆପଣମାନଙ୍କୁ ଦେଉଛି। ନିଶ୍ଚୟ ଏଇଟା 5 ମିନିଟ୍ରୁ 10 ମିନିଟ୍ ଭିତରେ ରହିବ। ଆପଣମାନେ ୟାକୁ ଟିକେ ତର୍ଜମା କରିବେ, ହୃଦୟଙ୍ଗମ କରିବେ। ନିଜସ୍ୱ ମତ ହିସାବରେ ମୁଁ ଆପଣମାନଙ୍କ ପାଖକୁ ପଠଉଛି। ଏଇ ଯେଉଁ ରାଜନୀତି ଜିନିଷ ଦେଖିଲା ବେଳକୁ ଆଖିରେ ତ ଆଉ ଲୁହ ଆସୁନି, ଲୁହ ବି ମଧ୍ୟ ପୋଛି ହେଉନି କି ପବ୍ଲିକମାନଙ୍କୁ ମାନେ ଦେଶବାସୀମାନଙ୍କୁ ଦେଖେଇ ବି ହେଉନାହିଁ। ଏ କେତେ ଦିନ ଏ ଧର୍ମ ସହିବ? କେତେ ଦିନ ଧର୍ମ ପଥରେ ଆପଣମାନେ ଚାଲିବେ? କେତେ ଦିନ କାଳ ପଥରେ ଆପଣମାନେ ଚାଲିବେ? ଆଉ ଆସିଥିଲା ବେଳେ କ'ଣ ନେଇକି ଆସିଥିଲେ, ଗଲାବେଳେ ମଧ୍ୟ ସଂସାରରୁ କ'ଣ ନେଇକି ଯିବେ? ଶାସ୍ତ୍ରରେ ଆଗରୁ ବର୍ଣ୍ଣିତ ଅଛି କ'ଣ ନା ପାନ ଗୁଆ ଖଇର ଗୁଆ କାତି, ବଢ଼ିଆ ବ୍ୟବସାୟ ରାଜନୀତି। ମାନେ ଆଜି କାହିଁକି ଏଗୁଡ଼ିକୁ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି? ଆପଣମାନେ ଯେବେ ପ୍ରକୃତ ଦେଶବାସୀ ହେଇଥିବେ, ପ୍ରକୃତ ଭୋଟର ହେଇଥିବେ, ପ୍ରକୃତ ଦେଶ ପାଇଁ ଆପଣଙ୍କର କିଛି ମନର ବଳିଦାନ ଥିବ, ତାହେଲେ ଆପଣ ଆକୁ ନିଶ୍ଚୟ ବୁଝିପାରିବେ। ମୁଁ ଇସାରା ମାଧ୍ୟମରେ କହୁଛି, କାରି ନାଁ ଧରୁନି, କେହିମାନେ ଦେହକୁ ବି ମଧ୍ୟ ନେବେ ନାହିଁ। ଏଇ ରାଜନୈତିକ ବ୍ୟକ୍ତିମାନେ ଯେତେବେଳେ ଆପଣମାନଙ୍କ ଦୁଆରକୁ ଆସନ୍ତି ଭୋଟ ଭିକ୍ଷା କରିବା ପାଇଁ, ତାଙ୍କର ଗୋଟେ ଅଲଗା ପ୍ରକାର ଦାନ୍ତ ଥାଏ। ସେତେବେଳେ ସେ ଦେଖେଇ ଦିଅନ୍ତି କ'ଣ ନା ଆମର 32ଟା ଯାକ ଦାନ୍ତ ଅଛି। ଆଉ ଯେତେବେଳେ ଆପଣମାନେ ସେମାନଙ୍କୁ ଭୋଟ ଦେଇ ଜିତେଇ ଦିଅନ୍ତି, ଏମାନେ ସବୁ ଯାଆନ୍ତି କେଉଁଠିକି ନା ରାଜ ସିଂହାସନକୁ, ରାଜଗାଦିକୁ। ତାଙ୍କ ପାଖକୁ ଯେତେବେଳେ ଆପଣ ଆଉ ଥରେ ଦେଖା କରିବାକୁ ଯାଆନ୍ତି, ଆପଣଙ୍କ ନାଁ କହିଲେ ସେମାନେ ଆପଣଙ୍କୁ ଆଉ ଦାନ୍ତ ଦେଖାନ୍ତିନି। ଦେଖାନ୍ତି କ'ଣ ନା ନାଲି ନାଲି ଆଖି। ଆଉ ସେ ଯେଉଁ ଦାନ୍ତ ହସି ଦେଇଥାନ୍ତି ନା, 32 ଦାନ୍ତ ଦେଖେଇକି, ସେଇ ଦାନ୍ତକୁ ସେ ଭିତରେ ରଗୁଡ଼ନ୍ତି। କ'ଣ କୁଆଡ଼େ ସିଏ ଆସିଛି, କ'ଣ ପାଇଁ ଆସିଛି, କ'ଣ ତାର କାମ ହେବ? ଆଉ ଦେଖାନ୍ତି କ'ଣ ନା ପିଠି ସାଉଁଳେଇ ଦିଅନ୍ତି। ଟିକିଏ ଆପଣ ମୁହଁ ବୁଲେଇଲେ ପଛୁଆ ଗୋଟେ ବିଧା ପକାନ୍ତି। ଇଏ ହେଉଛି ରାଜନୀତିର ଲକ୍ଷଣ। ଆଜିକାଲି ଏ କଳି ଯୁଗରେ ଇଏ ହେଉଛି ରାଜନୀତିର ଲକ୍ଷଣ। କାରଣ ମୁଁ ଗୋଟିଏ ଭୁବନେଶ୍ୱରରେ 50 ବର୍ଷର ମାନେ ପୁରୁଣା ବ୍ୟକ୍ତି। ବହୁ ରାଜନେତାଙ୍କୁ ମୁଁ ଦେଖିଛି, ବହୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମୁଁ ଦେଖିଛି। ସ୍ୱର୍ଗତ ଜାନକୀ ପଟ୍ଟନାୟକଙ୍କୁ ଦେଖିଛି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଦେଖିଛି ଏବଂ ନବୀନ ବାବୁଙ୍କୁ ମଧ୍ୟ ଦେଖିଛି, ମୋହନ ବାବୁଙ୍କୁ ମଧ୍ୟ ଦେଖୁଛି। ୟା ପୂର୍ବରୁ ଆଉ ସବୁ କିଏ 6 ମାସେ, କିଏ ବର୍ଷେ, କିଏ 5 ବର୍ଷ, କିଏ 3 ବର୍ଷ, କିଏ 2 ବର୍ଷ ଏମିତି ହେଇଛନ୍ତି। ବହୁ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଦେଖିଛି। କ'ଣ ନା 50 ବର୍ଷ ଭିତରେ ଯେଉଁମାନେ ମୁଖ୍ୟମନ୍ତ୍ରୀରେ ଥିଲେ, କାହାକୁ ଆମେ ଛୋଟ କହୁନୁ କି କାହାକୁ ବଡ଼ କହୁନୁ, କିନ୍ତୁ ଏମାନେ ହାତୀର ଯେମିତି ଗୋଟେ ଦେଖେଇବା ଦାନ୍ତ ଥାଏ, ଗୋଟେ ଖାଇବା ଦାନ୍ତ ଥାଏ। ଏଇମାନେ ସବୁ ରାଜନୈତିକ ଦଳର ବ୍ୟକ୍ତିମାନେ। ଏଇ ପ୍ରକାର ଏମାନେ ହେଉଛନ୍ତି ଶକ୍ତି ବ୍ୟକ୍ତିବିଶେଷର ବ୍ୟକ୍ତିମାନେ ଏମାନେ ସବୁ। ୟାଙ୍କୁ ଭଲ ଭାବରେ ଆପଣ ଚିହ୍ନି ରଖନ୍ତୁ। ଆଗାମୀ ଦିନରେ କାହାକୁ କି ପ୍ରକାର ଜିତେଇବେ ସେଟା ଆପଣମାନେ ଚିନ୍ତା କରନ୍ତୁ। ଏଇଟା ହେଲା ପ୍ରଥମ କଥା। ଦ୍ୱିତୀୟ କଥାଟି ହେଉଛି କ'ଣ ନା ଏମାନେ କାହାରି ଭଲ ମନ୍ଦ ବିଚାରରେ ଆସନ୍ତି ନାହିଁ। ଏହା ସତ୍ୟ। ଏମାନେ କ'ଣ ମାନେ ଗୋପବନ୍ଧୁ ଦାସ ହେଇପାରିବେ, ନା ବକ୍ସି ଜଗବନ୍ଧୁ ମହାପାତ୍ର ହେଇପାରିବେ, ନା ମାନେ ମଧୁ ବାରିଷ୍ଟର ହେଇପାରିବେ? ସେ ଶିକ୍ଷାରୁ ଏମାନଙ୍କ ପାଖରେ 1% ମଧ୍ୟ ନାହିଁ।
କାହା ଦୁଃଖର ସାଥୀ ହେଇପାରିବେନି କି କାହା ସୁଖର ସାଥୀ ହେଇପାରିବେନି। ଆଉ ସବୁବେଳେ ଇଏ ଚିନ୍ତା କରିବେ କ'ଣ ନା ଆମେ କଳେ ବଳେ କୌଶଳେ ଏବଂ ଅର୍ଥ ବଳେ ଆମେ ଯେମିତି ହେଲେ ଥରେ ଜିତିବାରେ ଅଛି। ବାବୁ ଭୋଟରମାନେ ଶୁଣୁଛନ୍ତି ତ? ଆଉ ଥରେ ଜିତିଗଲା ପରେ ଭାଇ ଡାକଟା ସେ ଆପଣଙ୍କୁ ଛାଡ଼ିବେନି, ମା ଡାକଟା ଛାଡ଼ିବେନି, ବନ୍ଧୁ ଡାକଟା ଛାଡ଼ିବେନି। କାରଣ ପୁଣି 5 ବର୍ଷ ପରେ ଆପଣଙ୍କ ପାଖକୁ ଆସିବେ। କିନ୍ତୁ ପଛୁଆ ଛୁରୀ ମରା ବ୍ୟକ୍ତି ୟା ଭିତରେ ବହୁତ 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 ଅଛନ୍ତି। ସେମାନଙ୍କୁ ଆପଣମାନେ ଚିହ୍ନଟ କରନ୍ତୁ। ଚିହ୍ନଟ କରିବାର ଯେବେ ବିଳମ୍ବ ପ୍ରକ୍ରିୟା ହେଇଯାଏ ନା, ତାହେଲେ ଆପଣଙ୍କ ଘର ମାନେ ଶ୍ମଶାନ କରିଦେବେ। ମାନେ କେହି ଭଲ ଲୋକ ନାହାନ୍ତି ବାବୁ, କାହାକୁ କୁହାଯାଉନି, କିନ୍ତୁ ଯେଉଁମାନେ ଥିବେ ତା ଭିତରେ ନିଶ୍ଚୟ ତାଙ୍କୁ ଟିକେ ଛୁଞ୍ଚି ମାଇଲା ପୁଣି କଥା ଗୁଡ଼ାକ ସବୁ ଲାଗିବ। ଲାଗିଲେ କ'ଣ ହେଇଛି, ଅପ୍ରିୟ ସତ କଥା କହିଲେ କିଏ କାହାକୁ କ'ଣ ଫାଶୀ ଦେବ, ଶୁଳି ଦେବ, କ'ଣ କରିବ କହିଲ? ଆମେ ଏମିତି ଦେଖି ଦେଖିକା ଆସୁଛୁ 50 ବର୍ଷ ହେଲାଣି। କିଏ କେତେ ଦଳ ଡେଇଁଛନ୍ତି, କିଏ କେତେ କୌଶଳ କରିଛନ୍ତି, କିଏ କେତେ ଆସାମୀରେ ଥିଲେ, କିଏ କେତେ ଦୁଷ୍କର୍ମ କରିଛନ୍ତି, କାହାର ଚୋରି ବଦମାସି ଗୁଣ୍ଡାଗିରି ରାହାଜାନୀରେ କାହାର କେତେ ନାଁ ଅଛି। 50 ବର୍ଷ ଭିତରେ ଏଗୁଡ଼ାକ ସବୁ ମୁଁ ନିଜେ ଅଙ୍ଗେ ଲିଭେଇ ଦେଖିଛି। ଏମାନଙ୍କ ପାଖକୁ କ'ଣ ଆମେ ଯିବୁ ହାତ ପାତିବା ପାଇଁ? ଆପଣ ମାନେ ଜାଣି ରଖିବା ଦରକାର, ଏମାନେ କାହାରି କେତେବେଳେ ସ୍ୱାର୍ଥରେ ଆସିବେ ନାହିଁ। ଏ ସ୍ୱାର୍ଥପର ଲୋକମାନଙ୍କୁ ବାଛିବାରେ ଆପଣଙ୍କର ସବୁ ଭୁଲ ହେଇଯାଉଛି ମୁଁ ଭାବୁଛି, ମୋ ସମୀକ୍ଷା ହିସାବରେ। ୟାକୁ ମୁଁ ୟୁଟ୍ୟୁବ୍ ମାଧ୍ୟମରେ ଛାଡ଼ିବି, ପ୍ରଭୁଜୀ କ୍ରିଏସନ୍ରେ ଛାଡ଼ିବି, ଆପଣମାନେ ଦେଖନ୍ତୁ। କିନ୍ତୁ ପ୍ରକୃତ ଦେହକୁ କେହି ନେବେନି। ଦେହକୁ ନେଲେ କେହି କାହାର କିଛି କରିବେନି। ମ କ'ଣ କରିବ? ତୁମେ 2ଟା ହାତ ପାଇଛ, ଆମେ 2ଟା ହାତ ପାଇଛୁ, ତୁମେ 4ଟା ମାରିଲେ ଆମେ ବି ସେଇ ଶୁଭାଶୁଭ ସେ ନୀତି ପ୍ରଣୟନ କରିବୁ। ଛାଡ଼ିବାର ତ ପ୍ରଶ୍ନ ଆସୁନି। କିନ୍ତୁ ତା ମାନେ ନୁହଁ ଅନ୍ୟାୟରେ ଅନୀତିରେ ଆମେ ଯାଇନାହୁଁ, ଆଉ ଆଜି ମଧ୍ୟ ଯିବୁ ନାହିଁ। କିନ୍ତୁ ଶାସ୍ତ୍ରରେ ଅଛି, ନିଜକୁ ପଡ଼ିଲେ ପ୍ରମାଦ, ଗୁରୁ ବ୍ରାହ୍ମଣ ଶିରଚ୍ଛେଦ। ଏ ତ ଭାଗବତ ବାଣୀ, ଗୀତା ବାଣୀ। କଷ୍ଟ କ'ଣ ଏଥିରେ ରହିବାର ଅଛି? ବାବୁ 10 ଜଣ ଆସିବେ ମୋତେ ମାରିଦେବେ, ମୁଁ ତ 10 ଜଣଙ୍କ ପାଖରୁ 2 ଜଣଙ୍କୁ ତ କିଛି କରିପାରିବି ନା, ଛାଡ଼ିଦେବି ବା। ସେକାଳ ପଖାଳ ନାହିଁ। ଏବେ ପଖାଳରେ ଆପଣ ଦେଉଥିଲେ ଲୁଣ ପକାଇକି ଗୋଡ଼ା ଲୁଣ ଖାଇବାକୁ, ଏବେ ଟାଟା ସଲ୍ଟ ଖାଇଲେଣି। ଆଉ ନାହିଁ ସେ ଦିନ। କିନ୍ତୁ ବେଳୁ ସମସ୍ତେ ହୁଅ ସାବଧାନ। ଏମାନେ ଯାହାଙ୍କୁ ଭଦ୍ରଲୋକ ଭାବୁଛ ତାଙ୍କୁ ଭୋଟ ଦିଅ। ଆଉ ଯେଉଁମାନେ ଆପଣଙ୍କ ସହିତ ଭୁଲବଶତଃ ସବୁ ଜିନିଷ ହଁ କହିକି ହଇରାଣ କରିଛନ୍ତି, ତାଙ୍କୁ ଆଗାମୀ ଦିନରେ ଆପଣମାନେ ପୋଛି ଦିଅ। ଟୋଟାଲ୍ ଦିଅନି। ଖାଅ ତାଙ୍କର, ନିଅ ତାଙ୍କଠୁ, କିନ୍ତୁ ଜମା ଚିହ୍ନଟା ଦେବନି। ଜମା ଚିହ୍ନରେ ଦେବନି। ଯେଉଁ ଚିହ୍ନକୁ ତୁମେ ଭଲ ଭାବୁଛ ଦିଅ। କିନ୍ତୁ ଇଏ ଶତ୍ରୁକୁ ଯେବେ ସଂହାର କରିବାକୁ ହୁଏ, ତାକୁ ଏଇ ଭୋଟରମାନେ ଏଇ ନିୟମ ଅବଲମ୍ବନ କଲେ, ତାହେଲେ ଶତ୍ରୁ ସଂହାର ମନକୁ ହେଇଯିବେ। ଯିଏ ଭଲ ପାଉଥିବେ ଯାହାକୁ ଦେବେ। କାହାକୁ ଏଠି ଛୋଟ କରାଯାଉନି, କିନ୍ତୁ କାହାକୁ ବଡ଼ କରାଯାଉନି। କିନ୍ତୁ ପ୍ରତ୍ୟେକ ରାଜନୀତିକ ବ୍ୟକ୍ତିମାନଙ୍କୁ ଆଗରୁ ଥିବା ବ୍ୟକ୍ତିମାନେ ଅଲଗା ଥିଲେ। ଏବେକାର ଯେଉଁ ବ୍ୟକ୍ତିମାନେ ସବୁ ରାଜନୀତିକୁ ଓହ୍ଲାଉଛନ୍ତି, ସେମାନେ ସବୁ ମାନେ ଖାତିସ୍ ପିତିସ୍ ମାର୍ତିସ୍ ଡ୍ୟାସ୍। ବୁଝିବେ? ଆର ମାନେ କ'ଣ? ଦରକାର ପଡ଼ିଲେ ବହୁ ମାତ୍ରାରେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର ନିଜସ୍ୱ ସମୀକ୍ଷାରୁ ମୁଁ ଆପଣମାନଙ୍କୁ ଦେଉଛି। 2029 କି ଆପଣ ହିସାବ ରଖିବେ। ଆଉ ଆସୁଛି ଯେଉଁ ପଞ୍ଚାୟତ ନିର୍ବାଚନ, ହିସାବ କରିବ କାଳିଆ। ଜୟ ଜଗନ୍ନାଥ।